ମତେ ପଚାରୁଛୁ କହିଲା କୋଉଠିକି ଯିବୁ ଆପରେ ଆର ବର୍ଷ ମୁଁ ତୁଳସୀ ନା କହିଲା କହିଲା ମୁଁ ଚୁଗୁଲି ହେଲା ଛୋଟ ଛୁଆ ଥିଲି ଆଉ ଯାନା ଏଇ ସେଠି ଚଳିପାରିବୁନୁ ଯାନା ଭାରି ରେଷ୍ଟ୍ରିକ୍ସନ ଏଠି ନାଣ୍ଡୁ ନା ଶୁଣିଛୁ ଭାରି ଯାନା ହଉ ମୁଁ ହଉ ପଳେଇଛି ପଇସା ତ ଆଣିଛି ଏଠି ଆଉ ଫେରେଇ ହବନି ଗଲି ଆଉ ସେଠି ଗଲି ମୁଁ ନା ମୁଁ ଚଳିଯିବି ତୁ ବ୍ୟସ୍ତ ଆଉ ତାପରେ ମୁଁ କହିବି ମୁଁ ତାକୁ କହୁଥିଲି ଯାନା ସେଠି ଚଳିପାରିବୁନୁ ବହୁତ ଷ୍ଟ୍ରିକ୍ଟ ମୁଁ ସୂର୍ଯ୍ୟ ମନ୍ଦିରରେ ଥାଏ ତାପରେ ଦୈବ ଦୁର୍ଘଟଣା ହେତୁ ମୋର ସୂର୍ଯ୍ୟ ମନ୍ଦିରରେ ସେଇ ବର୍ଷ ପୁଣି ବଦଳିଲା ମୁଁ ଆସିଲି ତୁଳସୀ ହାତର ବେଣ୍ଡେଜ ବାନ୍ଧିକି ଆଇଛି ମାନେ ଇଏ ହାତ ଭାଙ୍ଗି ଯାଇଥାଏ ମୁଁ ଆସିକି ପହଞ୍ଚିଲି ରିହର୍ସାଲ ଘରେ ସିଏ ମତେ ଦେଖିକି ପ୍ରଥମେ ପଚାରିଲା ଭାଇ ତୁ କହୁଥିଲୁ ଆସିବା ପାଇଁ ନ ଆସିବା ପାଇଁ ତୁ କଣ ନା ତା ପୂର୍ବରୁ ଦେଖା ହେଇଥିଲା କୋଉଠି ସ୍ୱପ୍ନବଲ ସୂର୍ଯ୍ୟ ମନ୍ଦିର ଏକାଠି ଥିଲା ସେଠି ଯୋଉ ହେଇଥିଲା ରିଲସିଲ ତା ପାଠ ମୁଁ କରୁଥିଲି ଆଉ ଭାଇ ଆସି ମତେ ଶିଖଉଥିଲା ଏଇ ଡାଇଲଗ ଏଇଭଳିଆ କହିବୁ ସେ ମଜା ବସିଛି ତାର ତୁଳସୀରେ ପଳେଇଲୁ ମତେ ମାସେ ମନ୍ଦିର ପୁରେଇ ଦେଲେନି ତାଙ୍କ ରୁମର ଏଇ ବିଶାଲ ଜଗି ଥିଲା ଦେଖିଆ କଣ ଚଳେନି କଣ କିଏ ଜାଣିନାହାନ୍ତି ନା ମୁଁ ଖାଲି ଦୌଡି ତାଙ୍କ ରୁମ ପଳଉଥିଲି ଦୌଡିକି ଖାଉନଥିଲି ପିନ୍ଧି ଯାଇ ତାଙ୍କ ରୁମ ସବୁବେଳେ ଭାଇ ମୁଁ ରହିବି ତମ ରୁମର ଆସିବି ଭାଇ ମାସେ ପର୍ଯ୍ୟନ୍ତ ମୁଁ ତା ସହିତ ରହୁନଥିଲି ଆଉ ମୋ ବସରେ ଯାଉଥିଲି ଦିଟା କ୍ୟାମ୍ପ ବସରେ ଯାଇଥିଲି ତାପରେ 2 ମାସ 2ଟା କ୍ୟାମ୍ପ ପରେ ତ ଚାଲିଲା ଆଉ ଗୁରିଆର ସବୁଠୁ ବଡ ପ୍ଲସ ପଏଣ୍ଟ ହଉଛି ସୁନ୍ଦର ମଣିଷଟି ମୁଁ ତାକୁ ଏଇଥିପାଇଁ ନା ସତ କଥା ମୁଁ ତାକୁ ଏଇଥିପାଇଁ ଭଲ ପାଏ ଯେ ସେ ଗୋଟେ ଭଲ ପ୍ରଥମେ ଭଲ ମଣିଷଟି କଳାକାର ତିଆରି ହୁଅନ୍ତି ସେ ତିଆରି ହେଇ ଚାଲିଛି ଯେତେ ଦିନ ସେ ଆକ୍ଟିଂ କରୁଛି ପ୍ରତ୍ୟେକ ଦିନ ତାର ନୂଆ ଚେଷ୍ଟା ତାର ନୂଆ ପରିଶ୍ରମ ତାକୁ ନୂଆ ରାସ୍ତାରେ ନେଇ ଚାଲିଛି କିନ୍ତୁ ସବୁ ପରେ ଭଲ ମଣିଷ ଭଲ ଖୋଲା ହୃଦୟର ପିଲା ଯାହା କହେ ମୁହଁରେ କହେ ଆଉ ତାର ସବୁଠୁ ବଡ ମାଇନସ ପଏଣ୍ଟ ହଉଛି ତାକୁ ସବୁ ଚଳିବ ତାର ଭାଇ ବିରୁଦ୍ଧରେ କେହି କହିଲେ ସେ ଚଳିବ ନାହିଁ ମୁଁ ଟିଙ୍ଗା ମାନେ କଣ ସର୍ଟ ଟେମ୍ପର 5 ମିନିଟ୍ ପାଇଁ ମତେ 5 ମିନିଟ୍ ଯେ ସମ୍ଭାଳିଲା ମୁଁ 5 ବର୍ଷ ସମ୍ଭାଳିବି ଆଉ 5 ମିନିଟ୍ ନ ସମ୍ଭାଳିଲା 2 ମିନିଟ୍ ସମ୍ପର୍କ କାଟିବି ମୋ ନୀତି ସେଇଆ ସତ କଥା ଆଉ ଯୋଉ ମୁଁ ସବୁଠି କୁହେ ସେଇଥିପାଇଁ ସେ ଛୁଆଟିକୁ ବହୁତ ଭଲ ପାଏ ବବୁଲା ହେଇଛି ବବୁଲା ବଇଛି ପଡୋଶୀ ଘର ଆମର କାଲି ଡାକି ଖାଇବାକୁ ସିଏ ତ ସବୁବେଳେ ତା ସାଙ୍ଗରେ ବ୍ଲଗିଂ ଚାଲିଛି ବ୍ଲଗିଂ ଆଉ ସିଏ ଚାଲିଛି ଶିଖି ପଡକାଷ୍ଟ ପାରିବନି ଆମ ପଟରୁ କହିବ ଗୋଟେ ବିନ୍ଦାସ ଚାଲିଛି ଆଉ ତୁଳସୀ ଟୁ ସୂର୍ଯ୍ୟ ମନ୍ଦିର ସୂର୍ଯ୍ୟ ସିଂହ ବାହିନୀ ମୋ ସାଙ୍ଗରେ ତୁଳସୀରୁ ସୂର୍ଯ୍ୟ ମନ୍ଦିରରୁ ସିଂହ ବାହିନୀ ମୋ ବିନା 6 ମାସ ଚଳିଲୁ ବୁଝିପାରିଲୁ ଏଇସବୁ ଭିତରେ ମୋ ସାଙ୍ଗେ ଚଳିବା କେମିତି ଲାଗିଲା ଆମେ ଖୋଲା କଥା ଚଳିବାଟା ଅଲଗା ପ୍ରକାର ଆମ ସମ୍ପର୍କ ଗୋଟେ ଅଲଗା ଆଉ 6 ମାସଟା ଆମେ ଜାଣିଛୁ କେମିତି ଫିଲ୍ ହେଇଥିଲା ମତେ କାରଣ ଗୋଟେ ବଣ୍ଡିଙ୍ଗଟା ସେଇଭଳିଆ ଆମର ଅଛି ଲୋକ ଯୋଉ ଭାବନ୍ତି ଯେ ତାର ପ୍ରତ୍ୟେକ ଦିନ ତାର ଅବଜେକ୍ସନ ବାବୁଙ୍କ ପାଖରେ ଯେ ଭାଇ ଆସିନି ମୁଁ ତାକୁ ଫୋନ କରି ବାବୁଙ୍କ ମୁଣ୍ଡରେ ସେଗୁଡା ପୁରାନା ମୁଁ ଟିକେ ବର୍ଷେ ପାଇଁ ଘରେ ଅଛି ମୁଁ ବେଶୀ ପୁରା ବତେଇଲା ଦୀପକ ସାର୍ କହିଲେ ଗୋଟେ ପ୍ଲାନ୍ ପକେଇଲେ ଭାଇ ତୁ ପାରୁନୁ ନା କଣ ଏକା ପାରିବୁ କାହିଁ ବାବୁ ମୁଣ୍ଡ ଉପରୁ ସେ ଯୋଉ ଜିଦିଆ ଲୋକ ଯାତ୍ରା ପାତ୍ରା ବନ୍ଦ କରିଦବ ଚାଲୁ ମୁଁ ପ୍ରତ୍ୟେକ ଦିନ କୁହେ ଆସିବ ନା ଭାଇ ଆମ ଭଲ ପାଇବା ସେମିତି ଏଇ ଯୋଉ କଣ୍ଟ୍ରୋଭର୍ସି ହେଇଥିଲା ସେ ଭିତରେ ଆମେ ଜାଣିଛୁ ସେ ପରିସ୍ଥିତି ସବୁ କହିବେ ଭାଇ ଯୋଉ ଗଲା ତମେ କାହିଁ କିଛି ମୋ ଖୋଲି କହିଲନି ଆମ ମନା କରିଥିଲେ ଆମେ କହିଲେନି ତ ବହୁତ କଥା କହିଦେବି ସେଗୁଡା କିଛି କହିବାର ନାହିଁ ଆମ ଭିତରେ ବଣ୍ଡିଂ ଟିକେ ଅଲଗା ପ୍ରକାର ଆଉ ଏବେ ନୁହଁ କେବେ ନୁହଁ ଭିଡିଓ ବିଷୟରେ କିଛି କୁହ ଏବେ ନୁହଁ କି କେବେ ନୁହଁ ସେ ଭିଡିଓ କହିଦେଲା ସିଏ ଯୋଉ ରୀଳା ହେଇଛି ସେ ଭୁଲ ମାନେ ସମୟ ଖରାପ ଥିଲେ ସେ ହୁଏ ସେ କଥା ନୁହେଁ ଆମ ଯେତେବେଳେ ସମୟ ଖରାପ ଥିବ ସେ ଆପେ ଟାଣିବ ସେ ଜାଗାକୁ ଆମ କଣ ଜାଣିକି ବହୁତ ଥର କହିଲେ ଯେ କ୍ଷିତିଛି ଶିଖେଇ ନେଇଗଲା ଭାଇ କି ଶିଖେଇ କିଏ ନେଇଯିବ ହଁ ସବୁ ନିଜ ଇଚ୍ଛାରେ କରେ ବନ୍ଧା ହେଇଛନ୍ତି କେହି କାହାକୁ ସେ ମୁଁ ରାଗରେ କହିଦେବି ମୁଁ ବହୁତ ଥର ଏଥର କହିଦେଇଛି ମୁଁ ରହିବିନି ମୁଁ ଆମ ବାବୁଙ୍କ ଭିତରେ କହିଦେଇଛି ମୁଁ ଭାଇ ଭିତରୁ ଅଲଗା ହେଇଛି କିନ୍ତୁ ସେ ତାପରେ ମୁଁ କେମିତି ରହିବି ସବୁ ଲୋକ ପଚାରୁଛନ୍ତି ଇଏ ହଉଛନ୍ତି କଣ କରିବି ଆମେ ରଶ୍ମିର ମୋର କଥା ହଉଛୁ ମତେ ରଶ୍ମି 10 ଥର ପଚାରିଲେଣି ତୁ କହିଦଉଛ ବଡ ଫୁଟାଳିଆ କଣ ଛାଡିକି ରହିପାରିବ ସତ କଥା କିନ୍ତୁ ସବୁ ପରେ ବି ଦାନା ପାଣି କଥା କାହାର କୋଉଠି ଲେଖା ହେଇଛି କେହି ଜାଣିନାହାନ୍ତି ଆଜି ମୁଁ ଅନୁଭବ କରିଛି ଯେ ତୋ ଭିତରେ ସେତିକି ଦକ୍ଷତା ଆସିଲାଣି ତୁ ଗୋଟେ ପାର୍ଟିର ମେଜର ଭିଲିଆନ ଜାଗା ବି ନା ମୁଁ କହିଛି ସବୁଆଡେ ମୁଁ ଯୋଉଦିନ ଭାଇ ବିଦା କରିଦବ ମୁଁ ପଳେଇବି ଭାଇ ଯୋଉଠି ଯିବି ଯୋଉଦିନ ଯିବା ଏକାଥରେ ଯାତ୍ରା ଛାଡିଦବା ନା ଯୋଉଦିନ ମୁଁ ଯିବି ଯୋଉ ଅଲଗା ପାର୍ଟିକି ତୁ ଯାହା ପାରିବୁ ସେଇଟା ଅନୁଷ୍ଠାନ ଭଲ ହେଇଥିବ ମୁଁ ସେଠି ପଳେଇବି ଏବେ ବି ପାରିବୁ ପାରିବୁନୁ ତୋ ପାଟେ କଣ ଆଜି ଆଉ କିଏ ନା ସେଇ କଥା ଚାଲିଛି ଖୁସିର ଗୋଟେ ବିନ୍ଦାସ ଆମ ବଣ୍ଡିଂ ଗୋଟେ ଭଲ ଲୋକ ବହୁତ କଥା କହିବେ କୁହନ୍ତୁ ଯାହା ବି ଗୋଟେ ହିରୋ ଦରକାର ମଜବୁତ ହବା ପାଇଁ କିଛି ଦିନ ସମୟ ଲାଗେ ଏବଂ ଏହା ଭିତରେ ସେ ତା କାନ୍ଧ ମଜବୁତ କରି ସାରିଛି ଆଉ ସବୁବେଳେ ହିରୋ ଗୋଟେ ଭିଲିଆନ ଦରକାର
ଆଉ କାଇଁ ଆସିକି କରିବି ଆମ କାଇଁ ନବୁ ନା ହିରୋ ବି କରିବୁ ଭିଲିଆନ ବି ହଁ କରିବୁ। ଏବେ ହିରୋ ବି କରିବି ଭିଲିଆନ କରିବି ଖୁବ ଶୀଘ୍ର ଚାଲିଛି ମୁଁ ଟିକେ ଫିଲ୍ ଦେଇକି ସେଇଟା କଥା କହୁଛି ହଁ କହୁଛି ଚାଲିଛି ହିରୋ ଆଉ। ବି କରିବୁ ଭିଲିଆନ ବି କରିବୁ ଖାଲି ଭିଲିଆନ କାହିଁ କରିବୁ। ହଁ ଏସବୁ ଘଟଣା ଚାଲିଛି ଆଉ ଚାଲିଛି ମୋ ମନରେ ବି ସେମିତି ଗୋଟେ ଧାରଣା ଥିଲା ଯେ ମୁଁ ହିରୋ କରିପାରିବିନି କିନ୍ତୁ ନା ଏତେ ସତ ପୁଣି କଥା କରୁଛି ନା ମୁଁ ନାଇଁ। ମା କହିଲି ସମସ୍ତଙ୍କୁ ଭଲ ନ କରି ପାରିଲେ ବି କରୁଛି ମୁଁ ନା ନାଇଁ। କହିଛି ନା ଭଲ ନୁହେଁ ମୁଁ ସମସ୍ତଙ୍କୁ କହିଛି ଯୋଉ ଲୋକ କୁହନ୍ତି ଗୋଟେ କହୁଛନ୍ତି ଯୋଉ ଭାଇରାଲ 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 ବର୍ଷେ ପାଇଁ 3 ମାସ ପାଇଁ ଗୋଟେ ଘଟଣା ଯାହା ହୁଏ ନବୀନ ପଟ୍ଟନାୟକ କିଛି କାମ କରୁନଥିଲେ 25 ଲୋକ ଭଲ ପାଉଥିଲେ ସେ କୁହନ୍ତୁ ଗୋଟେ ଅଛି ଗୋଟେ ଛାପ ଅଛି ଆଉ ସେଇଭଳିଆ ଏଡା ନାଟକ ମୁଁ ନିଜେ ଫିଲ୍ କରିଛି ମୁଁ ନିଜେ ଦେଖିଛି ପାଟ ମୁଁ ଆସି ଛପିକି ସେ ମା ଆସିନି ବାପା ଆସିନି ଗଳିକି ଦେଖୁଥିଲି ମୁଁ ରିଏଲସେଲ ଏତେ ଟାଇମ ଦଉନଥିଲି ବୁଲାବୁଲି ଲାପଡା କରେ ଫାଇନାଲ ଦିନ ମୁଁ ଦେଖିଛି ତାପରେ ସିନ୍ ଗୁଟା ସବୁ ପିଲା ରେକର୍ଡିଂ କରି ମତେ ପଠେଇଲେ ମୁଁ ଦେଖିଛି ଯିଏ ଦେଖିବ ଆସି ଜାଣିବ ଯାତ୍ରା ମାନେ କଣ ଆଗରୁ ଲୋକ ଚାହୁଁଛନ୍ତି କାନ୍ଦିକି ଗଡିଯିବା ଇଏ କରିବା ସେ କରିବା ଆମର ଗୋଟେ ନୂଆ ଷ୍ଟାଇଲ କରୁ ଆମର ଟିକେ ଆର୍ଟିଫିସିଆଲ କଥାବାର୍ତ୍ତା ହୁଏନି ଆମେ ସବୁ ସେ ଭାଇ ଆମକୁ ଆଇଲ ଯେମିତି ଫିଲ୍ମ ସିରିଏଲ କଥାବାର୍ତ୍ତା କରି ଆମେ ସେମିତି କଥାବାର୍ତ୍ତା କରିବାକୁ ଚେଷ୍ଟା କରୁ ଯେହେତୁ ସାଉଣ୍ଡ ଭଲ ହେଇଗଲାଣି ଆମ ପାଖରେ ଭଲ ଇଏ ଅଛି ସେଇଥିପାଇଁ ଆମର ସେ ଯୋଉ ମାନେ ପୁରା ଯାତ୍ରା ନୁହେଁ ଯାତ୍ରା ଫିଲ୍ମ ମିଶିକି କରାହଉଛି ଅବିକା ଟିକେ ପୋଡକାଷ୍ଟ ଇଆଡେ ବୁଲେଇ ଦବା ଆମେ ତ ତୁଳସୀରେ 2 ବର୍ଷ ଚଳିଲେ ତାପରେ ସୂର୍ଯ୍ୟ ମନ୍ଦିର ଆସିଲେ ଆମ ସାଙ୍ଗରେ ଛିଡିକି ଆପଣଙ୍କୁ କେମିତି ଲାଗୁଛି? ନାଇଁ ମୁଁ ପ୍ରଥମ କଥା କହୁଛି ଭାଇ ଯେମିତି ସେ କହିଲା ବର୍ତ୍ତମାନ କହିବେ ଯାଜପୁର ପଟରୁ ସୁଭାଶିଷ ପ୍ରଥମେ ଯେତେବେଳେ ଭାଇ ସହିତ ଦେଖା ହେଲା ଡଲାର ତ ଏଇଠି ଅଛି ମୁଁ ଯେମିତି ସିଏ ଯାଇଥିଲା ଦେଖିବା ପାଇଁ ମୁଁ ସେମିତି ଯାଇଥିଲି ନା ସେତେବେଳେ ହଉଥିଲା କେନ୍ଦ୍ରାପଡା ଭବାନୀ ଆଉ ଗୋଟେ ନାଗା ଗୋଟେ ବାନ୍ଧୁଥିଲ ଇଏ ମାଇଚିଆ ଗୋଖି ମାଇଚିଆ ଗୋଖି ଥାଉ ଭାଇ ଏମିତି ଗୋଟେ କଡି ଗୋଟେ ନାଗ ହେଇଥିବ ଏଇନେ ବାନ୍ଧିଥିବ ସବୁ ବଳା ଏତେ ବଳା ପିନ୍ଧିଥିବ ମାନେ ରୁଦ୍ରାଇଙ୍କ ସହିତ ଯାଇଥିଲି ରୁଦ୍ରାଇ ମୋ ଫଟୋ ହଁ ମୁଁ ଯାଇକି ଦେଖା ହେଇଥିଲି ତାପରେ ଆଉ ଥରେ ଆମ ଗାଁ ପାଖରେ ଗୋଟେ ପ୍ରୋଗ୍ରାମ ହେଇଥିଲା କାନାଇ ଭାଇଗିରିଆ ସବୁ ଆସିଥିଲେ ସେଠି ଦେଖା ହେଇଥିଲା ମୁଁ ସେଥିରେ କହିଥିଲି ତପସ୍ୟାରେ ଶିଖୁଥିଲି କିନ୍ତୁ ଜାଣିନଥିଲି ଯେ ସାଙ୍ଗ ହେଇକି କେବେ କାମ କରିବି ଯେତେବେଳେ ମୁଁ ବଙ୍କିମ ସାର୍ 2 ଥର 3 ଥର କଥା ହେଇଥିଲେ ମତେ ଯିବି ବୋଲି କିନ୍ତୁ ଯାଇପାରୁନଥିଲି ସେଇ ଟାଇମରେ ଫାଇନାଲ ହେଇଥିଲା ମୁଁ ଯିବି କିନ୍ତୁ ଜାଣିନଥିଲି ଯେ ଭାଇ ଆସିବେ କହିଥିଲେ ସୂର୍ଯ୍ୟ ମନ୍ଦିରରେ ତୁ ରହିବୁ କିଏ କଳାକାର କେହି କହିନଥିଲେ ତା 2-3 ମାସ ପରେ ଭାଇ ରହିବେ ବୋଲି ସାର୍ କହିଲେ ନା ପିୟୁଷ କରିବା ସମସ୍ତେ ଆସିବେ ଆଉ ଭଲ କଥା ଭାଇଙ୍କ ସହିତ କାମ କରିବା ସୁଯୋଗ ମିଳିବ ତାପରେ ଭାଇ ଥରେ ମତେ ଫୋନ କଲେ ତାଙ୍କ ନିଜ ତରଫରୁ ଫୋନ କଲେ ନା ଯେ ସୁଟିଂ ଯଦି ହବ ଟିକେ ଟାଇମ ଦବ ବାବା ମୁଁ ନିଶ୍ଚୟ ଦେବି ମୁଁ ତ ଫ୍ରି ଅଛି ନିଶ୍ଚୟ ଦେବି ତାପରେ ଯାଇକି ରହିଲୁ ନାଟକ ବବୁ ବିଶାଳ ମତେ ପଚାରୁଛି ବବୁଲ ଏଇଟା ଭଲ ପିଲାଟି ବବୁଲ ଏଇଟା ଭଲ ପିଲା ସେ ବବୁଲ ଭଲ ପିଲାଟି କଣ କି ଆମ ସହିତ ମିଶିବୁଟି ଆମେ ସାଇଜ କରିଦବା ମତେ କହିଛି ଥର ଯଦି ନମସନ ମାର୍ଥନ ମାଷ୍ଟର କାମ ମତେ ଦସ୍ତ ପଚାରିଛି ଭାଇ ବବୁଲ ସହିତ ମିଶିଛ ମୁଁ ନା କଥା ହେଇଛ ଭଲ ପିଲାଟି ମିଶିବୁଟା ଦେଖିଲା କିଏ ଦେଖେଇଲା ମତେ କିଏ ବବୁଲ ଟିକେ ଦେଖେଇଲା ଦେଖେଇଲା ମତେ ପୋଲିସ ଡ୍ରେସ କିଏ ଓଡିଶା ଦେଖିବା ମୁଁ ତ ଦେଖି ସେ ଆମର ମିଶିବ ହଁ ମିଶିବ ସାଇଜ କରିଦବା ଆଉ ଗୋଟେ କ୍ଷିତି ସେଇ କଥା କହୁଛି କ୍ଷିତି ସେଇ କଥା କହୁଛି ଏଟା ଭାଇ କଥା ଦେଖିଥିଲି ଜାଣିଥିଲି ବାକି ଟିଟନ ସାର୍ଙ୍କୁ ପଚାରିଲି ସାର୍ ବବୁଲ ଅଛି ନା ବଢିଆ ତାପରେ ତ ରହିଲୁ ଯେହେତୁ ମନ ପ୍ରଥମେ ମିଶିବା ଦରକାର ମୁଁ ତାଙ୍କୁ ସେତିକି ସମ୍ମାନ ଦେଲେ ସେ ମତେ ସେତିକି ସ୍ନେହ କରିବେ ଯଦି ମୁଁ ତାଙ୍କ ମନରେ ସମ୍ମାନ ଦେବିନି ସେ କାହିଁ ମତେ ସ୍ନେହ କରିବେ ସେଇଟା ମୁଖ୍ୟ କଥା ତାପରେ କ୍ଷିତି ଭାଇ ସହିତ କଥା ଗଲା କ୍ଷିତି ସେଇ କଥା କହୁଛି ଯେତେବେଳେ ମୁଁ ତପସ୍ୟା ପ୍ରଥମ ମୁଁ ଥିଲି ତପସ୍ୟାରେ ତାପରେ ଆସିଲି ଇଷ୍ଟର୍ଣ୍ଣ ରେଡରେ ଟାଇଙ୍କ ଦ୍ୱାରା ରହିଲି କିନ୍ତୁ କ୍ଷିତି ସେଇ ବର୍ଷ ଯାଇଥିଲା ତପସ୍ୟା କିଛି ଦିନ ପାଇଁ ଯାଇଛି ମୁଁ ଇଷ୍ଟର୍ଣ୍ଣ ରେଡରେ ଯାଇକି ସେତେବେଳେ ପାର୍ଟ କଲିଣି ଇଏ ଯାଇଥିଲା ବୁଲିବାକୁ କ୍ଷିତି ସନ୍ଦୀପ ଭାଇ ଏମିତି 2-3 ଜଣ ସବୁ ନା ଭାଇ ତମେ ତପସ୍ୟାରେ ଥିଲ ମୁଁ ହଁ ତପସ୍ୟାରେ ଥିଲି ସିଏ ମତେ ଜୁହାର ମୁଁ ନା ମୁଁ ସାନ ମୁଁ ସେତେବେଳେ ହେଇଥିଲା ମତେ 18 ବର୍ଷ ହେଇଥିଲା ମୁଁ ଜୁହାର ନା ଭାଇ ତମ ବହୁତ ବଡ ମୁଁ ଜୁହାର ମୁଁ ତା ପୂର୍ବ ବର୍ଷ ହେଇଥିଲି ସେଇଠୁ ତାପରେ ସେ ଇନଷ୍ଟାଗ୍ରାମରେ ମେସେଜ କରେ ଆଉ ଭାଇ କେମିତି ଅଛନ୍ତି ଭାଇ ଭାଇ କେମିତି ଆପଣଙ୍କ ଦରମା କେତେ କେମିତି ଅଛନ୍ତି ସେତେବେଳେ ଦରମା ମୋର 70,000 ଟଙ୍କା ମାନେ ବର୍ଷକୁ 70,000 କାହିଁକି ନା ଦରମା ଏଇଥିପାଇଁ କୁହାଯାଏନି ଯଦି ମୁଁ ଯଦି କହିବି 70,000 ସିଏ କହିବେ ଏତେ କମ ଦରମା ପାଉଛନ୍ତି ଯଦି ମୁଁ ସେଇଟା ଅଧିକ କହିବି ମିଛ କଥା କହୁଛନ୍ତି ଦରକାର ନାହିଁ କିଛି ଦରମା କଥା ସିନା କହିନି ସେତେବେଳେ ଭାଇ ଆପଣ ତମେ ଏମିତି ଡାକୁଥିଲା ତାପରେ ଯେତେବେଳେ ସୂର୍ଯ୍ୟ ମନ୍ଦିର ଗଲା ନା ସୂର୍ଯ୍ୟ ମନ୍ଦିର ଯେତେବେଳେ ଗଲା ସେତେବେଳେ ଫୋନ କରନ୍ତି ଭାଇ ଯେ ଦେଖ ମୁଁ ଜିମ୍ କରୁଛି ଇଏ କରୁଛି କରୋନାରେ ଜିମ୍ କରୁଛି ଏମିତି ପ୍ରିପେୟାର ହଉଛି ଏମିତି କଥା ହଉଥିଲା ତାପରେ ତୁଳସୀ ଗଲା ଆଉ ତୁଳସୀରେ ଯେତେବେଳେ ନା ହେଲା ଥରେ ତାର ଏମିତି କଣ ଜନ୍ମଦିନ ଗୋଟେ ଫଟୋ ଆଇଲା ମୁଁ ସେଇଠୁ ମେସେଜ ଯୋଉ ମେସେଞ୍ଜରରେ ମେସେଜ କଲି ହାପି ବର୍ଥଡେ ଭାଇ ଭଲ ଅଛ
ଆଉ ଦେଖିଲାନି କି reply ଦେଲାନି। ମୁଁ କହିଲି ବାପ ଆଉ କଥା ହେଇନଥିଲି। ତାପରେ ସୂର୍ଯ୍ୟ ମନ୍ଦିର ସୂର୍ଯ୍ୟ ମନ୍ଦିର ଆଇଲା ତାପରେ କଥା ହେଲା ମିଶିଲୁ। ସିଏ ଯେତେବେଳେ ଭାଇ କହିଲା ପିଙ୍କି ଶୁଣିଲେ ପିଙ୍କି ବାହା ହବ ମୋ ପ୍ରବଳ ଲାଗ ଥିଲା ମୋ ଶର୍ଟ ଆସୁଛି ଭାଇ କହିଲା ଯାତ୍ରାରୁ ଭାଇ ଏଟା ଭଲ ପିଲା ସତ କଥା ମୁଁ ରାଗିଥିବି ଆମେ କଥା ହଉ ଟିଟନ ଦ୍ୱାରା ଆମେ ତୋ କଥା ହବୁ ସାର୍ ବବୁଲଟା କଣ ବାହା ହେଇପିଲା ସେଟା ଭଲ ପିଲାଟା ଆସୁଛୁ କଣ ଯାତ୍ରା ବାହା ହେଇଥିଲା ଘର ରାଜି ହେଇଛୁ ଭଲ ପିଲାଟେ ନାଇଁ ଆମ ଘରେ କହିଲେ ବାହା ହେଇଯିବାକୁ ସେଥିପାଇଁ ଘର ଯୋଉ ହାଣ୍ଡରେ ଯୋଉ ଚାଉଳ ପଡିଥିବ ଯେବେ ପଡିଥିବ ସେବେ ହିଁ ରନ୍ଧା। ଆଉ ଯୋଉ ଏଇ ଗୋଟେ ଏଡା ନାଟକରେ ବଢିଆ ଡାଇଲଗ ଗୋଟେ ଅଛି କ୍ଷିତି ସାହି ବି ତା ଏଥିରେ କହିଛି ଚାଟିଂ ଯିଏ ଯେତେ ଚାଟିଂ ଖର୍ଚ୍ଚ କର ଯିଏ ଯେତେ ସେଟିଂ ଡେଟିଂ ଖର୍ଚ୍ଚ କର କିନ୍ତୁ ସେଟିଂ ଉପର ବାଲା ହିଁ करता है। ଠିକ କଥା ଚାଲିଛି ଆଉ ନିଶ୍ଚୟ ମଜା ମସ୍ତି ଗୋଟେ ଚାଲିଛି ଆମର ସବୁବେଳେ ଆମେ ବିନ୍ଦାସ ଆମ ପେଣ୍ଟିଂ ଗୋଟେ ଘୋଘା ଆଉ ତେଣୁ ଏ ଦି ଜଣ ଏ ପାଟିରେ ସେଟିଂ ମୁଁ ଚନ୍ଦନ ସେଠି କଟିଂ ହେଇଯାଇଛି। ନାଇଁ ସମସ୍ତେ ଭଲ ଅଛି। କିଛି ନାହିଁ ଘୋଘା ଆଉ ଗୋଟେ ମଜା କଥା ଶୁଣ ପାର୍ଟି ପଡିଥାଏ ସେ ଯୋଉ କୋଉ ଟାଇମରେ ଆସିଲୁ ଯୋଉ ତୁ କହିଲୁ ଯେ ମୁଁ ସେ ରୁମରେ ରହିବିନି ଦେବଗଡରେ ପାର୍ଟି ପଡିଛି ସେଠି ଆସିଲା ଦେବଗଡ ଏଠି ନା ଅନୁଗୁଳ ସେ ଯୋଉ ନା ଦେବଗଡ ପାଖରେ ସେଠୁ ମୁଁ ଗାଡି ନେଇକି ଫେରୁଛି ରାସ୍ତାରେ ମତେ ଫୋନ କଲା ମୁଁ ଏ ରୁମରେ ରହିବିନି ମତେ ଅସୁବିଧା ହଉଛି ଆସେ କହିଲେ ସେମିତି ହନା କଣ ହେଇଛି ଦାଦା ବୁଝେଇବା ଯେ ତୁ ଆ ତୁ ବେଡିଂ ନେଇକି ଆ ମୋ ରୁମରେ ରହିଲୁ ତାଙ୍କ ସେଇ ଦିନଠୁ ସେ ମୋ ସାଙ୍ଗେ ରହିଲା ମୋ ଗାଡିରେ ଗଲା ସବୁ ଚାଲିଲା କିନ୍ତୁ ମନ ଭିତରେ ଭୟ ଛାଡିନି ବାବୁ କୋର୍ଟ ମ୍ୟାରେଜ କରିବେ କହୁଥିଲା କୋର୍ଟ ମ୍ୟାରେଜ କରିବାକୁ ସେ ଯିବ ସେ ମତେ କହିପାରୁନି ଯେ ମୁଁ କୋର୍ଟ ମ୍ୟାରେଜ କରିବା ପାଇଁ ଯାଉଛି ଭାଇ ଶୋଇଲା ପରେ ଗଲା ମୁଁ ଶୋଇଲି ସିଏ ଲୁଚିକି ଗଲା ଯୋଉ ପିଲା ସାଙ୍ଗରେ ଗଲା ସିଏ ବି ମତେ ଡରିକି କହିପାରୁନାହାନ୍ତି ସିଏ ମତେ କହିଲା ବେଳକୁ ସେତେବେଳକୁ ମାସେ ହେଇଗଲାଣି ମାସେ ହେଇଗଲା ମୁଁ ପରେ ଜାଣିଲି ସେଠୁ 15 ଦିନ କି ମାସେ ପରେ ମୁଁ ତାକୁ ସେଠୁ ମୋ ତରଫରୁ ପଚାରିଲି ମୁଁ କହିଲି ତୁ କୋର୍ଟ ମ୍ୟାରେଜ କରିଛୁ କି କାହିଁ ନାଇଁ ତ କିଏ କହିଲା ମତେ ଗାଲୁ ପେଲିଲା ଆଉ ମତେ ଧୀରେ ଧୀରେ ହଁ ଇଏ କହିଲା ଶୋଭିନ କହିଲା ବିଶାଳ କଥା ମୁଁ କହିଦେଇଥିଲି ବିଶାଳ କଥା କହିଦେଇଥିଲି ମତେ ପ୍ରଥମେ ଦିଥର ଖଣ୍ଡେ ଗାଲୁ ପେଲିଲା ମୁଁ କହିଲି ଏଇ ତୁ ଯାଇଛୁ ଏଇ ପିଲା ସାଙ୍ଗରେ ଯାଇନୁ ତମେ ଇଏ ସବୁ ମିଶିକି ଯାଇନ ସେଟା ମୁଁ ଆଉ କହିନି ଆଉ ହଁ ମାନେ ମୁଁ ଶୋଇକି ଉଠିବା ଭିତରେ ସେ କାମ ସାରିକି ଫେରିବ ସେ ଯୋଉ ରଫତାରରେ ଯାଇଛି ସେ କହିଲା ମୁଁ ଭାଇ ମତେ ମନା କରୁଥିଲା ଜମା ସେ କଣ ଜାଣିନଥିଲା ନା କାଳେ କଣ ହବ ଭବିଷ୍ୟତ ଛୁଆ ଡିସିଜନ କହିଲେ ନୂଆ ହେଇଛି ଅବିକା କୋର୍ଟ ମ୍ୟାରେଜ କରିବ ତାପରେ ବାହା ହେଇଯିବ କର୍ମ ପ୍ରତି ତାର ମତେ କହୁଥିଲା ହଁ ମତେ କହୁଥିଲା କାଇଁ ବାହା କରୁଛ ଜଲ୍ଦି ଭାଇ କ୍ଷେତ୍ର କହିବି ମାନେ ଆଉ ଛାଡିବନି ମତେ ମୁଁ କହିଲି ମୁଁ ତା ସେତେବେଳକୁ ତା ଦେହରେ ଗୋଟେ ସ୍ପିରିଟ ଥାଏ ଏବେ ବି ସ୍ପିରିଟ ଅଛି ସେତେବେଳେ ଯୋଉ ନୂଆ ନୂଆ ସବୁବେଳେ ହସୁଥବ ବୁଲୁଥବ କୋଉଠି ବସିବ ହଉଥାଉ ମତେ ଭଲ ଲାଗେ କଣ ହଠାତ୍ ଗଲା କୋର୍ଟ ମ୍ୟାରେଜ କଲା କଣ ହେଲା କିଏ ସେ ଝିଅ କଣ ଥରେ ଦିଥର ଥରେ ଦେଖିଛି ଚଣ୍ଡିଖୋଲ ତାଙ୍କ ମମି ଆଉ ଥରେ ହଁ ତାପରେ ଜାଣିଲି ସବୁ ଭଲ ପିଲା ଓକେ ଭଙ୍ଗା ହେଲା ଆଉ ଚାଲିଲା ଆଉ ଯୋଉଦିନ ଜାଣିଦେଲି ସେ କୋର୍ଟ ମ୍ୟାରେଜ କରିଛି ତାପରେ ସେ ମାନିଗଲା ସେଇଦିନଠୁ ଡର ଛାଡିଦେଲା ସେଇଦିନ ଡର ଛାଡିଦେଲି ଆଉ ମୁଁ ଏଠୁ ଜାଣିନି ତାପରେ ଦେଖା ହେଲା ମମି ଆସିଲା ମମି ଅତି କ୍ଲୋଜ ହେଇଗଲା ମମି ସହିତ ମିଶିଲା ତାପରେ ଗୋଟେ ଚାଲିଲା ପଡନ ଖିଆ ହେଲା ବହେ ଘୋଗା ଚାଲିଲା କୋଲେଷ୍ଟ୍ରୋଲ ବଢେଇଦେଲେ ଦୁନିଆ କାହାଣୀ ଅଛି ଆମ ରୁମ ପୁରା ଗୋଟେ ଅଲଗା ପ୍ରକାର ହଁ ସେ ରୁମ ପୁରା ଗୋଟେ ଦିନେ କ୍ଷିତିସାହି ମୁଁ ଆଉ ଭାଇ ଏମିତି ମରାମରି ହେଲୁ ମାନେ ଲାଗିଲୁ ଜଣଙ୍କ ଲାଟିନ କବାଟ ହୁଗୁଳି ପଳେଇଲା ଆଉ ଥରେ ଗୋଟେ ଗାମୁଛା ଏମିତି ଫଟେଇଦେଲେ ଗାମୁଛା ମୋ ମୁଣ୍ଡ କହିଲା ମୋ ବ୍ରତ ଘର ଗାମୁଛା ତମେ ଚିରି ଦେଲ ମୋ ବେଳ ଖରାପ ପଡିଛି ମୁଁ କଣ କରିବି ମୋର ଖରା ଅଛି ନା କୁତୁରି ମୋର ଅକାପ ଗାମୁଛା ସେପଟେ ସିଏ ଧରିଛି ଏପଟେ ମୁଁ ଧରିଛି ଆସିଗଲା ମଝିରେ ଆଉ ଗୋଟେ ଇଣ୍ଟରେଷ୍ଟିଂ କଥା ତାରା ତାରିଣୀ ଆମର ଅଧା ରାତିରେ ସାଥି ଫାଇନାଲ ହଉଥାଏ ଫାଇନାଲ କଥା ଚିକିଟିର ଫାଇନାଲ ହଉଥାଏ ବାଳକୁମାର ପଡିଥାଏ ତା ପୂର୍ବ ଦିନ ହଉଛି ତୋ ପ୍ରେମ ସବୁଠୁ ସେକେଣ୍ଡ ଥର ଯୋଉ ବଞ୍ଚି ଯାଇ ୟାଟା କହିଛି ମୋର ଏଥିରେ ରକା ପ୍ରବଳ ପଛେ
ମୋତେ ଭାଇ କହିକି ଷ୍ଟେଜର ପୁରା ପଡି ମୁଁ ପଛପଟେ ବଇଛି ମୁଁ ମୋର ରେଡି ହଉଛି ବୋଲେ ଆର ତ ଡାଇଲଗ ଭିତରେ ଭାଇ ନଥିଲା କି କଣ ଭାଇ ଡାକିଲା ମୁଁ ଉଠିକି ଦେଖିଲା ବେଳକୁ ଇଏ ପଡିଛି ହାତ ଟେକିଛି ଦୁଟି ସବୁ ସଇଲା ତାକୁ ମେଡିକାଲ ନେଇଗଲୁ ମେଡିକାଲ ନେଇ ସକାଳୁ କୋଉଠି ମେଡିକାଲ ଖୋଲା ନାହିଁ ମାନେ ରାତି ଯାକ ଯେମିତି ଯେମିତି ପାଠ ସରିଗଲା ସବୁଠୁ ଇଣ୍ଟରେଷ୍ଟିଂ ମୋ ସ୍କର୍ପିଓ ଗାଡି ସେ ମଝି ସିଟ ରେ ଶୋଇବ ଏଡେ ବଡ ମଣିଷ ମଝି ସିଟ ରେ ଜାଗା କୋଉଠୁ ହଉଛି ମାନେ ଡାକ୍ତର ଆସିବା ପର୍ଯ୍ୟନ୍ତ ଅପେକ୍ଷା କଲୁ ସକାଳ 6ଟାରୁ ମେଡିକାଲ ଦୁଆର ପାଇଁ ବସିଲୁ 11ଟା ନା ସେ 12ଟା ହେଲା। ବନ୍ଦ ତାପରେ ଅଚାନକ କହିଲା ମୋ ବେକ ରଖା ଫିଟିଗଲା ଡାକ୍ତର ଆସିନଥିଲେ ସେ ମେଡିକାଲ ଗଭର୍ଣ୍ଣମେଣ୍ଟ ମେଡିକାଲ ସେ ଗୋଟେ ଏମିତି ଆମର ଯଦି ଟିକେ ସେ ଜମା ଧୈର୍ଯ୍ୟ ନାହିଁ ହଁ। ମାନେ ଧୈର୍ଯ୍ୟଟି ନାହିଁ ଅଧୈର୍ଯ୍ୟ ପିଲା ଜ୍ୱର ଟିକେ ହେଇଛି ନା ଓ ବୋଲ ମରିଯିବ ସରିଗଲା ତା ପାଠ ମରିଯିବି ଫୁଲର ତିଆରି ତ ଲାଷ୍ଟ କୋଳ ପଛ ପଛ ଛୁଆଟି ମୁଁ ସେ ବେଶୀ ଆହୁରି ଗେଲା କରିଦେଲା ମମି ସେ ମାଛି ବସେଇ ଦେଲାନି ସେଇଥିପାଇଁ ବେଶୀ ଗଲାନି ଶୁଣୁଥିବତି ବା ଖାଇଦବ ବୋଧେ ମୁଁ ତ ଏତିକି କରୁଛି ଆରେ ଚାଲିଛି ଆଉ ଆମର ମମି ଆଇ ମିସ୍ ୟୁ ଏକୁଟିରେ ତମେ ନା ପାଗାର 3 ଦିନ ଦେଖା ହବ ମୀନା ଦେବୀ ପାଗାର ତା ନାଁରେ ଗୀତଟା ହବା କଥା ହେଇପାରିଲାନି ହେଇପାରୁନି ନା ହବ ପାଗାର ଆସିବ 3 ଦିନ କହିସାରିଲେଣି